ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖି ଟଙ୍କା ମାଗିଲା ଭାଇ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲିପୋଷିରେ, ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳି ଗ୍ରାମର କାଲାମୁଣ୍ଟା ନାମକ ଜଣେ ବୃଦ୍ଧାଙ୍କ ମଲିପୋଷି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏକ ଜମା ଖାତା ଖୋଲିଥିଲେ। 2 ମାସ ପୂର୍ବରୁ କାଲାମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା ବେଳେ ଘର ନିକଟରେ ତାଙ୍କୁ ପୋତି ଦିଆଯାଇଥିଲା। ତାଙ୍କ ସାନ ଭାଇ ଜିତୁ ମୁଣ୍ଡା କାଲାମୁଣ୍ଡାଙ୍କ ପାସବୁକ୍ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମଲିପୋଷି ଶାଖାକୁ ଯାଇ କାଲାଙ୍କ ପାସବୁକ୍ରେ ଥିବା ସମସ୍ତ ଟଙ୍କା ତାଙ୍କୁ ଦେବାକୁ କହିଥିଲେ। ଯାହା ନାମରେ ପାସବୁକ୍ ସିଏ ଆସିଲେ ଟଙ୍କା ଦିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ଜିତୁ ଘରକୁ ଆସି କାଲାମୁଣ୍ଡାଙ୍କ ଗଳିତ ମୃତଦେହ ଖୋଳି ବାହାର କରି ମଲିପୋଷି ଗ୍ରାମ ବ୍ୟାଙ୍କରେ ପହଞ୍ଚି ଯାହା ନାମରେ ପାସବୁକ୍ ଅଛି ତାଙ୍କୁ ଆଣିଛି ଟଙ୍କା ଦିଅ ବୋଲି କହିଥିଲେ। ବ୍ୟାଙ୍କ ବାରଣ୍ଡାରେ ମୃତଦେହ ଦେଖି ବ୍ୟାଙ୍କ ମ୍ୟାନେଜର ପାଟଣା ଥାନାକୁ ଖବର ଦେଇଥିଲେ। ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିତୁ ମୁଣ୍ଡାକୁ ବୁଝାସୁଝା କରି ଟଙ୍କା ପାଇବା ପାଇଁ ସମସ୍ତ କାଗଜପତ୍ର କରାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ଜିତୁ ମୁଣ୍ଡା ମୃତଦେହକୁ ପୁନର୍ବାର ସେହି ସ୍ଥାନରେ ପୋତି ଦେବାରୁ ଏହି ଚାଞ୍ଚଲ୍ୟକର ଘଟଣାର ଯବନିକା ପଡ଼ିଥିଲା। ଏଥିରେ ସ୍ଥାନୀୟ ଜନସାଧାରଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବ୍ୟୁରୋ ରିପୋର୍ଟ, ପ୍ରେରଣା ନ୍ୟୁଜ୍।